ତୁମର ମଙ୍ଗଳ କରୁଥିବେ ମା। ସୁଷମା ଆରେ ପ୍ରତିମା ଆରେ ମା ମୁଁ ତୁମମାନଙ୍କୁ ଏତେ ଡାକିଲି ଆରେ କୋଉଠି ଥିଲ? ବାପା ଏଥିରେ ନା ମୋର ଦୋଷ ନାହିଁ, ଏଥିରେ ନା ବାପାଙ୍କ ଦୋଷ ଅଛି। ନା ବାପା ଏଥିରେ ମୋର କୌଣସି ଦୋଷ ନାହିଁ, ଭଉଣୀର ମିଛ କହୁଛି। ବାପା ଜାଣିଛ ଅପର୍ଣ୍ଣା ସେ ଫୁଲମାନଙ୍କ ସହିତ ଏମିତି କଥା ହଉଥିଲା ଯେ ମନେ ହଉଥିଲା ସେ ଫୁଲ ଉଦ୍ୟାନର ରାଣୀ ସେଇଲି ଯେ। ଓ ଆରେ ମୁଁ ତ ଭାବୁଥିଲି এই ଉଦ୍ୟାନ ମଧ୍ୟ ତୁମ ଦୁଇ ଜଣକୁ ବାନ୍ଧି ରଖିଥିବ। ଆଉ ଜାଣିଛ ଅପାଙ୍କୁ ନା ରୋଗ ହେଇଛି ରୋଗ। ଆରେ କଣ କହୁଥିଲେ ମା? ହଁ ବାପା ଜାଣିଛ ଅପାଙ୍କୁ ଗୋଟିଏ ରୋଗ ହେଇଥିଲେ ସିନା କହିବି, ଅପାଙ୍କୁ ତ କେତେ ପ୍ରକାର ରୋଗ ହେଇଛି ଜାଣିଛ ଅପା। ବାପା ସେଇ ରୋଗ ହଉଛି ପ୍ରଥମେ ଆଖି ଦେଖା ରୋଗ, ଦ୍ୱିତୀୟ ସ୍ୱପ୍ନ ଦେଖା ରୋଗ, ଆଉ ତୃତୀୟ ବାହା ହେବା ରୋଗ। ଏ ପ୍ରତିମା ଆରେ ମୁଁ ସୁଷମା ପ୍ରତି ଏତେ ଦୁଷ୍ଟାମି କରୁଛୁ କାହିଁକି? ଆରେ ସେ ପରା ତ ଭଉଣୀ। ଜାଣିଛ ଅପାଙ୍କୁ ନା ଆମ ରହିବା ତାଙ୍କୁ ଜମାରୁ ଭଲ ଲାଗୁନି। ପ୍ରତିମା ସୁଷମା ବାପା ଆରେ ମା ହଁ ବାପା ଆରେ ତୁମ ମାନଙ୍କୁ ମୁଁ ଛୋଟ ନ ଦେଖିଲେ ମୋ ତୁଣ୍ଡରେ ନ ପୋଷାଇନି। ତମେ ସତ କହୁଛ ବାପା। ହରେ ମା ତୁମ ମନ ମା ମରିଗଲା ପରେ ତୁମେ ମନେ ହିଁ ମୋ ସବୁ କିଛି। ହଁ ସୁଷମା ହଁ ପ୍ରତିମା। ହେଲି ବାପା ଆମେ ନା ତମକୁ କିଛି ମାଗିବା ପାଇଁ ଆସିଛୁ ବାପା। ମାଗିବ? ଆରେ କୁହ ନିଃସନ୍ଦେହରେ କୁହ। ବାପା ପିଲାଟି ଦିନରେ ତ ଆପଣଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ କରେନା ଆମେ ଦୁଇ ଭଉଣୀ। ପିଲାଟି ଦିନରୁ ଆମକୁ ମାର ସ୍ନେହ ଦେଇଅଛ, ବାପାର ସ୍ନେହ ମମତା ଦେଇଅଛ, ହେଲେ କୌଣସି ବି ଅନା କରିନାହାନ୍ତି ବାପା। କିନ୍ତୁ ଆପଣଙ୍କ ବିନା ଅନୁମତିରେ କ'ଣ ଆମେ କୌଣସି କାର୍ଯ୍ୟ କରିପାରୁ? ବା ସୁଷମା ସତରେ এই ଭାଷା ଶୁଣି ମୋ ମନ ଆନନ୍ଦିତ ହୋଇଗଲା। ଠିକ ଅଛି ମା ଆରେ କୁହ ନିଃସନ୍ଦେହରେ କୁହ। କହିବୁ ବାପା। ଏବେ ଶୁଣ ବାପା। ବିଦାୟ ଦିଅନ୍ତୁ ଶୁଭରେ ପିଆରା, ବିଦାୟ ଦିଅନ୍ତୁ ଶୁଭରେ ପିଆରା, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର। शिवଙ୍କ दर्शन ପାଇଁ ଯିବୁ ମନ୍ଦିର, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର। ଆଜି ଶିବରାତ୍ରି ତୋର କରନ୍ତି ଜାଗର, ଦୁରା ସାଙ୍ଗେ ବେଲ ପତର। ଆଜି ଶିବରାତ୍ରି ତୋର କରନ୍ତି ଜାଗର, ଦୁରା ସାଙ୍ଗେ ବେଲ ପତର। ବିଦାୟ ଦିଅନ୍ତୁ ଶୁଭରେ ପିଆରା, ବିଦାୟ ଦିଅନ୍ତୁ ଶୁଭରେ ପିଆରା। ଶିବଙ୍କ ଦର୍ଶନ ପାଇଁ ଯିବୁ
ବାପା ଦର୍ଶନ ପାଇଁ ଯିବୁ ମନ୍ଦିର। ବା ବା ମୋ ଝିଅ ମାନେ, ଆରେ ତୁମ ମାନଙ୍କ ମୋ ଭକ୍ତି ଭାବ ଦେଖି ଆଜି ମୁଁ ବହୁତ ଖୁସି। ସତରେ ବାପା ନିଶ୍ଚୟ ଯିବ, ନିଶ୍ଚୟ ଯିବ ସେ ଶିବ ମନ୍ଦିରକୁ। ବାପା ହଁ ମା। ହେଲେ ବାପା ତମେ ନା ଜମାରୁ ଚିନ୍ତା କରନି, ବାପାଙ୍କ ସହିତ ନା ମୁଁ ଜମାରୁ ଦୁଷ୍ଟାମି କରିବିନି। କିନ୍ତୁ ଗୋଟେ କଥା, କଣ କଥା? ଆରେ ମା ଭଲରେ ଭଲରେ ଯିବ, ଆଉ ଭଲରେ ଭଲରେ ସମୟ ଥାଉ ଥାଉ ମୋ ପାଖକୁ ଫେରି ଆସିବ। ଠିକ ଅଛି ବାପା। ଠିକ ଅଛି ମା, ତାହେଲେ ବିଳମ୍ବ ନ କରି ଶିକ୍ଷା ଯାଅ ଶିବ ମନ୍ଦିରକୁ। କିନ୍ତୁ ବାପା ଆପଣଙ୍କ ଯତ୍ନ ନେଉଥିବେ, ନିଶ୍ଚୟ ମା। ଠିକ ଠାକ ସମୟରେ ଖାଇବେ, ଠିକ ସମୟ ଫେରିବେ ବାପା। ହଁ ସୁଷମା, ଠିକ ଅଛି। ଦେବ ଦେବ ମହାଦେବ ତୁମମାନଙ୍କ ମନୋବାଞ୍ଛା ପୂର୍ଣ୍ଣ କରୁ, ଖଣ୍ଡ ଘୋଡ଼ାଇ ରଖିଥାଉ। ଠିକ ଅଛି ମା, ନିଶ୍ଚିନ୍ତ ମନରେ ପ୍ରତ୍ୟାଗମନ କର। ତାହେଲେ ଆମେ ଆସୁଛୁ ବାପା।